ଆପଣ ତ ମନେ ରଖିଥିବେ ସେ ଯୋଉ ଭିକାରୀ ବଳଙ୍କର କାଳଜୟୀ ସଙ୍ଗୀତ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ ହେଲେ। ସେ ଯୋଉ ମଣିମା ଡାକଟି ଯେତେବେଳେ ମହାପ୍ରଭୁ ଯେତେବେଳେ ଚକା ଛାଡ଼ନ୍ତି ସେତେବେଳେ ଖୁଣ୍ଟିଆ ଦୁଇ ବେତ ଧରି ଛାମୁ ଖୁଣ୍ଟିଆ ଯିଏ ପାଳିଆ ଖୁଣ୍ଟିଆ ଯିଏ ଥାଏ ସେ ସମୟରେ ଦୁଇ ବେତ ଧରି ସେ ମଣିମାଙ୍କୁ ମଣିମା ମଣିମା ବୋଲି ଡାକିଥାଏ। ସେଟା 5ଟି ପଦ ଥାଏ। ଯାହା ବି ପ୍ରତ୍ୟେକ ଦିନ ଯେତେବେଳେ ଚନ୍ଦନ ଲାଗି ସେବା ହୁଏ ଗର୍ଭଗୃହରେ ସେତେବେଳେ ମଧ୍ୟ ମହାପ୍ରଭୁଙ୍କ ବାଡ଼ରେ ଠିଆ ହୋଇ ଛାମୁଖୁଣ୍ଟିଆ ସେବକ ଏଇ ମଣିମା ଡାକ ଦେଇଥାଏ। ସେ ମଣିମା ଡାକଟି ଅତ୍ୟନ୍ତ ଗୋପନୀୟ। ଆପଣ ଗୋପନୀୟ ତ ମୁଁ କହିପାରିବିନି କାରଣ ରଥଯାତ୍ରା ସମୟରେ ବହୁତ ଟିଭି କ୍ୟାମେରା ଆଗରେ ବି ମଣିମା ଡାକ ଦେଉଛି କିନ୍ତୁ ସେଟା ଶୁଗେନି। ସେଇ ପଦଟା ହେଲା ମୁଁ ଆପଣଙ୍କୁ କହିଦେଉଛି ମଣିମା ମଣିମାଙ୍ଗ ଦେ ଦେବଙ୍କ ଉପରେ ଦେବାଧି ଦେବରାଜ ଠାକୁର ଈଶ୍ୱର ମଣିମା। ଏଇଭଳି 7 ପଦ 7 ପ୍ରକାରର ରାଜାଙ୍କ ଉପରେ ରାଜାଧି ମାନେ ଯିଏ ସବୁ ମାନେ ଆଦି ମଧ୍ୟାନ୍ତହୀନ ପୁରୁଷ ଯିଏ ସମସ୍ତଙ୍କ ଉପରେ ତାଙ୍କ ଉପରେ ଆଉ କେହି ନାହାନ୍ତି ସେଇଭଳି ସମ୍ବୋଧନ କରିକି ମାନେ ଯେମିତି ପ୍ରଶଂସା କଲେ ଜଣକୁ ଜଣେ ଭାରି ଖୁସି ହେଇଯାଏ ସେଇଭଳି ତାକୁ ବହୁତ ପ୍ରଶଂସା କରିବା ଦ୍ୱାରା ସିଏ